ଦୀନକୃଷ୍ଣ ମିଶ୍ର ବ୍ରହ୍ମପୁର ଥିବା ସମୟରେ ଦାଦାବଡ଼ି ନେଉଥିଲେ ଚାନ୍ଦା ଆଦାୟ କରୁଥିଲେ ସେଟା ଧରାପଡ଼ିଛି। କଟକ ବାଲିଯାତ୍ରା ସମୟରେ ଧରାପଡ଼ିଛି। ତାପରେ ବି ମଧ୍ୟ ଜଣେ ଅପରାଧ ପୋଲିସ ଅଫିସର କାହିଁକି ମୁଁ ସେ କଥା କହିଲି ଗତ 10 ବର୍ଷ ଭିତରେ 24 ବର୍ଷ ଶାସନ ଭିତରୁ ସେଇଭଳି ପୋଲିସ ଆପଣ ଯେଉଁମାନେ କଥା କହୁଛନ୍ତି, ଯେଉଁମାନେ ବେଶୀ ଚାନ୍ଦା ଆଦାୟ କରିପାରିବେ, ଯେଉଁମାନେ ଆକ୍ଟିଭିଷ୍ଟକୁ ଧମକେଇ ପାରିବେ, ଯେଉଁମାନେ ସୋସିଆଲ ଆକ୍ଟିଭିଷ୍ଟକୁ ଧମକେଇ ପାରିବେ, ଯେଉଁମାନେ ସାଧାରଣ କର୍ମୀଙ୍କୁ ଏ ଯେଉଁ ଲୋକଙ୍କୁ ଧମକେଇ ପାରିବେ, ରାଜନେତା ବିରୋଧୀ ଦଳମାନଙ୍କୁ ଦବେଇ ପାରିବେ, ସେଇଭଳି ପୋଲିସ ଅଫିସରମାନଙ୍କୁ ବାଛିକି ବିଭିନ୍ନ ପୋଲିସ ଥାନାରେ ଦାୟିତ୍ୱ ଦିଆଯାଇଥିଲା। 2 ଜଣ ପୋଲିସ ଅଫିସର ଆପଣଙ୍କର ମନେ ଅଛି, ମୁଁ ତାଙ୍କ ନାଁ ନେବାକୁ ଚାହୁଁନି, ବରିଷ୍ଠ ପୋଲିସ ଅଫିସର ଯେଉଁମାନେ ସରକାରଙ୍କ ଇଙ୍ଗିତରେ ଗତ ସରକାର ଇଙ୍ଗିତରେ କାମ କରୁଥିଲେ। ପୋଲିସ ଅଫିସର ମାନଙ୍କୁ ପଠା ହେଉଥିଲା କେଉଁଠି ମାଇନ୍ସ ମାଫିଆ ମାନଙ୍କଠୁ ପଇସା ଆଣିବା ପାଇଁ, କାହାକୁ ବାନ୍ଧ, କାହାକୁ ବାଡ଼ା, କାହାର ଗୋଡ଼ ଭାଙ୍ଗି ଦିଅ, କାହାକୁ ଜେଲ୍ ପଠେଇ ଦିଅ, ଏସବୁ କାମ କରୁଥିଲେ। ତ ସେମାନେ ଏବେ ବି ଅଛନ୍ତି। ଯେହେତୁ ନୂଆ ସରକାର 3 ମାସ ହେଇଛି, ସବୁକିଛି ଚେଞ୍ଜ ଚାଞ୍ଜ କରିପାରିବେନି। ନୂଆ ଡିଜି ମଧ୍ୟ ଆସିଛନ୍ତି। ଆମେ ଆଶା କରୁଛୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ, ଡିଜିଙ୍କ ଠାରୁ ସିଏ ନିଶ୍ଚୟ ଭାବରେ ସଚ୍ଚୋଟ ପୋଲିସ ଅଫିସର ମାନଙ୍କୁ ସବୁଠି ଦାୟିତ୍ୱ ଦେବେ, ଦୁର୍ନୀତିଗ୍ରସ୍ତ ଅଫିସର ମାନଙ୍କୁ ଶାସ୍ତି ଦେବେ ଏବଂ ଦୂରକୁ ପଠାଇବେ। ସେଇଠି ଖାଲି ଗୋଟେ ମୋର ଏତେ ଆଡ୍ କରିବାର ଅଛି। ଗୋଟେ ସେଠି ଆମର ଆଡ୍ କରିବାର ଯୋଉ ଆମେ ଗୋଟେ ଭିଡ଼ିଓ ଦେଖୁଛେ, ଆପଣ ଯୋଉଟା କହିଲେ ଭିଡ଼ିଓ ଦେଖୁଛେ, ଗୋଟେ ଅଭିଯୋଗକାରୀ ଗୋଟେ କୋଡ୍ ଅଫ୍ କଣ୍ଡକ୍ଟ କୋଉଠି ସୁପ୍ରିମକୋର୍ଟ କହିଛନ୍ତି ଅଭିଯୋଗକାରୀ ଗୋଟେ କୋଡ୍ ଅଫ୍ କଣ୍ଡକ୍ଟ। ଅଭିଯୋଗକାରୀ କୋଉ ଡ୍ରେସ୍ ପିନ୍ଧିବ, ଅଭିଯୋଗକାରୀ ମଦ ଖାଇବ କି ନାହିଁ, ପାନ ଖାଇବ କି ନାହିଁ, ସିଗାରେଟ୍ ଖାଇବ କି ନାହିଁ, କେମିତି ଠିଆ ହେବ ଆଟେନସନ୍ ପୋଜିସନରେ, କୋଡ୍ ଅଫ୍ କଣ୍ଡକ୍ଟ NHRC କହିଛନ୍ତି ଅଭିଯୋଗକାରୀଙ୍କ ବିଷୟରେ, ନା ସୁପ୍ରିମକୋର୍ଟ କହିଛନ୍ତି, ନା ପୋଲିସ ମ୍ୟାନୁଆଲ ଲେଖା ହେଇଛି, ନା ଭାରତୀୟ ନ୍ୟାୟ ସଂହିତାରେ। ଅଭିଯୋଗକାରୀର 100% ଫ୍ରିଡମ୍ ଅଛି ଯାଇକି ଅଭିଯୋଗ କରିବା ପାଇଁ। ତାର ପ୍ୟାଣ୍ଟ ସାର୍ଟ ଅଛି କି ନାହିଁ, ତା ବାଳ ମୁକୁଳିଛି କି ନାହିଁ, ତାର ଡ୍ରେସ୍ କ'ଣ ପିନ୍ଧିଲା, ସେ ମାନସିକ ସ୍ଥିତି କ'ଣ ଅଛି, ତାର କ'ଣ ସେ ମଦ ଖାଇଲା, ସେ କ'ଣ କଲା, ଅଭିଯୋଗକାରୀର କୋଡ୍ ଅଫ୍ କଣ୍ଡକ୍ଟ, ଅଭିଯୋଗକାରୀ 100% ରାଇଟ୍ ଅଛି ଆଜ୍ ଏ ସିଟିଜେନ୍ ଯାଇକରି ସେଠି ପହଞ୍ଚିବ। ପହଞ୍ଚିଲା ପରେ କୋଡ୍ ଅଫ୍ SOP ଅଛି କେମିତି ସେମାନେ ତା ସହିତ ବ୍ୟବହାର କରିବେ। ଆକ୍ୟୁଜ୍ଡକୁ ପୋଲିସ କଷ୍ଟଡିରେ କେମିତି ବ୍ୟବହାର କରିବେ, ଅଭିଯୋଗକାରୀକି ପୋଲିସ ଷ୍ଟେସନରେ କେମିତି ବ୍ୟବହାର କରିବେ, ନମ୍ବର ଅଫ୍ ଇନଷ୍ଟ୍ରକ୍ସନ୍ସ ଆର୍ ଦେୟାର। ତେଣୁ ସେଠି ପହଞ୍ଚିବ ଲୋକଟା। ଆଜିକାଲି ଆଜ୍ଞା ଗୋଆରେ ରାତି 2ଟା ଲୋକ ଯାଉଛନ୍ତି, ନିଶ୍ଚିତ ଭାବେ ଟୁରିଜିମ୍ ଇଣ୍ଡଷ୍ଟ୍ରି ଡେଭଲପ୍ କରିବ। ଏଠି ଆମେ କହୁଛେ ସେ ଲୋକଟା ସେ କିଏ ଗୋଟେ ମଦ ଖାଇଦେଲା, କିଏ ଗୋଟେ ପାଟିତୁଣ୍ଡ କଲା, ନାଇଁ ଆସର୍ଟିଭ୍ ହେଇଗଲେ ଆମକୁ ଅସୁବିଧା। ଆମେ ଆସର୍ଟିଭ୍ ହେଇଯିବ, ସାମ୍ବାଦିକ ହଉ କି ସୂଚନା ଅଧିକାରୀ କର୍ମୀ ହଉ କି ଗୋଟେ ଇଣ୍ଡିପେଣ୍ଡେଣ୍ଟ ସାମାଜିକ ସଂଗଠନ ହଉ, ଯଦି ସେ ବୋକା ହେଇଯିବ ଥାନାରେ ଯାଇ ପଚାରିବ ଆଜ୍ଞା ଆମ ପଇସାରେ ଆପଣ ଦରମା ପାଉଛନ୍ତି, ଆମର କାହିଁ ଅଭିଯୋଗ ନେବେନି, ହାଇ ବେଶୀ କଥା କହୁଛି। ତମ ତା ବାପା ଗୋଟେ କୋଡ଼ କୋଡ଼ ଇସ୍ୟୁ କରାହେଉଛି, ନୂଆକିରି ଗୋଟେ କେମିତି ଯିବ ସେଠି, ବ୍ୟବହାର କେମିତି କରିବ ଅଭିଯୋଗକାରୀ। ଯୋଉଟାକି ଅଭିଯୋଗକାରୀ ସେଠି ପହଞ୍ଚିଲା ପରେ ଆଜିକାଲି ନେଟ୍ରେ ବ୍ୟବସ୍ଥା ହେବା ଦରକାର, ମୋବାଇଲ ବ୍ୟବସ୍ଥା ହେବା ଦରକାର, ଆପ୍ ହେବା ଦରକାର, ଯୋଉଥିରେ କି ଅଭିଯୋଗକାରୀ ସେଇ ସ୍ପଟ୍ରେ FIR ଲଞ୍ଚ କରିବ। ଆର ସରକାର ସେଟା କଲେ, ସେଟା ହେଲାନି। ଅଭିଯୋଗକାରୀ ଥାନାକୁ ଯିବ କାହିଁକି, ତେଲ ପୋଡ଼ିକି 50 ଟଙ୍କା 500 ଟଙ୍କା, ପୁଣି ସେ ଲୋକ ତାକୁ ନଜର କରିବେ, ପୁଣି ତାକୁ ବାଡ଼େଇବେ, ତାକୁ ପ୍ରୋଟେକ୍ସନ କିଏ ଦେବ, ସେ ତ କହିବ ଥାନାକୁ ଯିବନି ତତେ ମାରିଦେବୁ। ତେଣୁ ମୋଟାମୋଟି ଭାବେ ଯେଉଁ ଅଭିଯୋଗକାରୀ କି ଗୋଟେ ଡେମୋନାଇଜ କରିବା ପାଇଁ ଚେଷ୍ଟା କରାଯାଉଛି, ନିହାତି ଭାବେ ଏଇଟା ଗୋଟେ ଅନପ୍ରଫେସନାଲ ପୋଲିସ ଆଟିଚ୍ୟୁଡ। ଅଭିଯୋଗକାରୀ କେତେବେଳେ ହେଲେ ଜଣେ ନାଗରିକ ହୁଅନ୍ତୁ, ସେ ମେଜର ହୁଅନ୍ତୁ, ଯିଏ ଅଭିଯୋଗକାରୀର 100% ରାଇଟ୍ ଅଛି ଲିଗାଲ ସିଷ୍ଟମରେ ଅଭିଯୋଗକାରୀ ଅଭିଯୋଗ କରିବା। ଅଭିଯୋଗକାରୀକି ଡେମୋନାଇଜ ଆମେ କରିବାନି, ବାଡ଼େଇ ଦେଲା, ପାଟିତୁଣ୍ଡ କଲା, ଆମେ ତମ ପାଖରେ ଆର୍ମସ ଅଛି, ସେ କ'ଣ ଆର୍ମସ ଆଣିଥିଲା, ଅଭିଯୋଗକାରୀ କ'ଣ ଆର୍ମସ ଆଣିଥିଲା, 15ଟା ଲୋକ ନେଇ ଥାନାରେ ବସେଇଲା, ଆସନ କେସ୍ କଲନି, ଲୁଟିଂ କେସ୍ କଲନି। ତେଣୁ CCTV ତମ ପାଖରେ ନାହିଁ। ଅଭିଯୋଗକାରୀ ଯଦି ବଡ଼ ବୟସରେ କହିବ ତାକୁ ଥାନା ଏତେ ବାଟି କ'ଣ କରୁଛୁ, ଏଇଟା କ'ଣ ତମେ ବାପା ମା ନା ହାଇସ୍କୁଲ ଟିଚର, ସମସ୍ତେ ସିଟିଜେନ୍। ସିଟିଜେନ୍ ଯେତେବେଳେ ଅଭିଯୋଗକାରୀ ଯାଉଛି ତାର କୋଡ୍ ଅଫ୍ କଣ୍ଡକ୍ଟ ଗୋଟେ ଏମିତି ହେବା ଦରକାର, ଅଭିଯୋଗକାରୀ ଏମିତି ଯିବ, ଏମିତି ଡ୍ରେସ୍ ପିନ୍ଧିବ, ଏତେଟାରେ ଆସିବ, ଏତେଟାରେ ଆସିବନି। କିଏ ଜଣେ ଯୁକ୍ତି କରୁଛନ୍ତି ରାତି 12ଟାରେ ସେ କାହିଁ ବୁଲୁଛନ୍ତି, ଗୋଆରେ କେତେଟାରେ ବୁଲୁଛନ୍ତି, ବାଙ୍ଗାଲୋରରେ କେତେଟାରେ ବୁଲୁଛନ୍ତି, ଚେନ୍ନାଇରେ ହାଇଦ୍ରାବାଦରେ କେତେଟାରେ ବୁଲୁଛନ୍ତି। ତା ପାଇଁ ମୁଁ ଆପଣମାନେ ସମସ୍ତଙ୍କୁ ଧନ୍ୟବାଦ ଦେବି ଯେ ଆପଣମାନେ ବହୁମୂଲ୍ୟ ସମୟ ବାହାର କରିକି ଆସିଲେ। ଆମ ଭାଇ ଲଳିତ ଭାଇଙ୍କଠୁ ଆପଣ ଶୁଣିଲେ, ପ୍ରକାଶ ଭାଇଙ୍କଠୁ ଆପଣ ଶୁଣିଲେ, ଏବଂ ମୁଁ ବି ଅଳ୍ପ ବହୁତ କହିଛି ଆପଣମାନଙ୍କୁ ଆଗରୁ, ଏବଂ ପୁଣି ଏଇଆ କହି ରଖିବା ଚାହୁଁଛି ଯେ ଯେଉଁ ଘଟଣାଟି ଭରତପୁରରେ ଘଟିଲା ଅତି ନିନ୍ଦନୀୟ, ଅତି ଅଶୋଭନୀୟ। ଏମିତି ଘଟଣା
पुनर्वृत्ति ना हो आगु चलिकी एमती घटना हो न घटू कहीं एटा एनक्वारी सम्मुखीन अच्छी एनक्वारी होची माननीय उपमुख्यमंत्री जाइकरी पीड़िता को भेटिले सेठी माननीय मुख्यमंत्री निजे पुलिस एमती गोटे अविचार उपरे से निजे भुक्तभोगी से निजे थाना जाइकरी ताकर वीडियो बहुत वायरल होता तेणु सुनिश्चित भाव में से जानी जे पुलिस स्टेशन जो गुड़ाक अच्छी जोटा को आम मॉडल पुलिस स्टेशन कहे सेटा पुलिस सेवा केंद्र हिसाब रे ता नामकरण हवा कथा कहीं कई खुशी रे पुलिस स्टेशन जाती जड़े जे पुलिस स्टेशन जाए से निश्चय गोटे कौटी हैरान हरकत होकर से जाए एवं यही केस रे भी अंकिता और वुड बी हजबैंड जे मेजर गुरबख्श सिंह जे इंडियन आर्मी रो अधिकारी से दी जन हैरान होकर से चा पीवा जाई नथिले कि से बुलिया जाई नथिले तो सी जाइथिले न्याय मागिया एवं जड़े आर्मी मेजर हिसाब रे से जाई पारथांते निज यूनिट की 120 इन्फेंट्री बटालियन को जाई पारथांते एवं बहुत अन्य प्रकार मोड़ नहीं पारथांता ए जिंस किंतु सी जेहेतु गोटे लॉ अबाइडिंग सिटीजन से गले थाना को एवं थाना को कहिले जे मते न्याय दियो बिकॉज दैट इज द फर्स्ट प्लेस टू गिव यू प्रोटेक्शन एंड शेल्टर एवं से जहाँ अभियोग कले ताका बांधवी जहाँ अभियोग कले बहुत दुखर विषय जे सही माने विक्टिम ही गले जो माने विक्टिमाइज हेकरी गले जो माने ताको बाहर मानसिक टर्चर कले ताको विरुद्ध जाई निजे से विक्टिम ही गले एटा जमा एक्सेप्टेबल नुह गोटे सिविल सोसाइटी रे एटा एक्सेप्टेबल नुह गोटे मॉडर्न सोसाइटी रे ओडिशा गोटे प्रगतिशील राज्य एवं प्रगति आड़ को आम जाऊे आम गोटे विजन अच्छी 2036 बेलू आम गोटे 1 ट्रिलियन इकोनॉमी हवा बोलिकी तापाइका समस्त उत्तरदायित्व रोचे मध्य पुलिस स्टेशन आ पुलिस अफसर मानकर भी उत्तरदायित्व रोचे से गोटे मेसेज दिंतु जे ओडिशा इज सेफ ओडिशा नारी मानक बहुत सुरक्षित ये मेसेजटा पुलिस अफसर दबा कथा तेणु जो भली अंकिता सेठी विक्टिमाइज हेले ताका हजबैंड जड़े इंडियन आर्मी रो मेजर सी से विक्टिमाइज हेले यार जमती अंत हो ए जिनसटा जमी हाईएस्ट प्रायोरिटी रे जो माने भी ये घटना घटई खाली सस्पेंड कले हेनी ताको निलंबित करिया पड़िबो एवं गोटे स्ट्रांग मेसेज दवा पड़िबो ओडिशा पुलिस भाई मानकू जे आपण मानक पाखु लोक असुविधा रे पड़ी आसंती तेणु आपण ताको सुविधार व्यवस्था करंतु ताको विक्टिमाइज करंतु नै एई मेसेजटा निहाती जीवा दरकार ओडिशा रे एवं आउ गोटे जो इम्पोर्टेंट कथा एठी जे से मेजर गुरबख्श सिंह जड़े साधारण नागरिक नुहति से जड़े इंडियन आर्मी रो जड़े मेजर रैंक रे सर्विस कर इंडियन आर्मी पाई आमे प्रोटेक्टेड अच्छे इंडिया इज प्रोटेक्टेड इंडियन आर्मी पाई आज ओडिशा इज प्रोटेक्टेड आमे समस्त स्वाधीन अच्छे आज इंडियन आर्मी पाई आप मन पकई देवा चाहूँगी जो इंडियन आर्मी नथिला से तो ब्रिटिश शासन थिला ता आगु मुगल शासन थिला तेणु इंडियन आर्मी रो इम्पोर्टेंसटा बुझंतु एवं सी जो गोटे इंडियन आर्मी रो अफसर सागर कौन प्रकार एमती होची संवेदनशील हवा कथा आम पुलिस संवेदनशील हवा कथा एवं